ବୀରଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ 461ତମ ବଳିଦାନ ଦିବସ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମସରମୁଣ୍ଡା ସ୍ଥିତ ଜଙ୍ଘା ବଡ଼ଦେବ ମନ୍ଦିର ପ୍ରାଙ୍ଗଣରେ ଗଣ୍ଡୱାନ ଭବନଠାରେ ଅଖିଳ ଭାରତୀୟ ଗଣ୍ଡୱାନ ଗଣ୍ଡ ମହାସଭା ଓଡ଼ିଶା ପ୍ରଦେଶ ଆଠମଲ୍ଲିକ ତରଫରୁ ପାଳିତ ହୋଇଯାଇଅଛି। ଏହି ସଭାରେ ବୀରଙ୍ଗନା ମହାରାଣୀ ଦୁର୍ଗାବତୀ, ବୀର ସୁରେନ୍ଦ୍ର ସାଏ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରିଥିଲେ। ଏହି ସଭାରେ ଦୁର୍ଗାବତୀଙ୍କ ବିଷୟରେ ଆଲୋକପାତ କରିଥିଲେ ଓ ଗଣ୍ଡ ଜାତିର ରୀତିନୀତି ବିଷୟରେ ବିଭିନ୍ନ ପୁଞ୍ଜର ଭଲମନ୍ଦ ଆଲୋଚନା ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ, ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ସଦାଶିବ ନାୟକ, ବିରଞ୍ଚି ନାୟକ, ଭଜମନ ନାୟକ, ଯୁଧିଷ୍ଠିର ସିଂ ଓ 15ଟି ପୁଞ୍ଜର ସଭାପତି ଓ ସମ୍ପାଦକ ଏବଂ ବହୁ ପଦାଧିକାରୀ ଯୋଗ ଦେଇଥିଲେ। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। জয় ভীম, জয় ভীম, জয় ভীম, জয় ভীম, জয় ভীম, জয় ভীম, জয় সেবা, জয় সেবা, জয় সেবা, জয় সেবা, জয় সংবিধান।